ভগবতে যদুনন্দনায় ভগবতে সুকান্তি সুতায় নমো ভগবতে চরম নাথায় নমো ভগবতে কেশব চন্দ্রায় ଅନ୍ତରର ପରମାରାଧ୍ୟ ଦେବତା ଗୁରୁସ୍ୱାମୀଙ୍କର ଶ୍ରୀପଦ୍ମ ପାଦରେ ସାଷ୍ଟାଙ୍ଗ ପ୍ରଣାମ। ବିଶ୍ୱଭାତୃତ୍ୱ ଦିବ୍ୟାତ୍ମା ପରିଷଦ ଅଚ୍ୟୁତ ଗୁପ୍ତ ବ୍ରହ୍ମ ସଂଘ କ୍ଷିତିଜ୍ୟୋତି ଆଶ୍ରମ ସ୍ୱର୍ଣ୍ଣକ୍ଷେତ୍ର ମାହାଙ୍ଗା କଟକ ଅଧୀନସ୍ଥ କୁଳିଆ କେନ୍ଦ୍ର ସଂଗଠନ ଆନୁକୂଲ୍ୟରେ ଆଜି କେନ୍ଦୁପାଟଣା ଭାଇମାନଙ୍କର ସହଯୋଗରେ ଶାଖାର ଭାଇମାନଙ୍କର ସହଯୋଗରେ ସମସ୍ତଙ୍କୁ ଅନ୍ତରର ସଶ୍ରଦ୍ଧ ସପ୍ରେମ ଗୁରୁସ୍ୱାମୀ ଯେତେବେଳେ 1966 ମସିହା ହେଲେ ସିଏ ହେଲା 33 ବର୍ଷ, ଇଏ ହେଲା ଆଜି 26 ବର୍ଷ, 34-26। ତେଣୁ ଠାକୁରଙ୍କର ପରିଚୟ ଏ ଦୁଇଟିକି 34 ଏବଂ 26 ମିଶେଇ ଦେଲେ ଯେତିକି ହବ ଦୀର୍ଘ କେତେ 60 ବର୍ଷ। 60 ବର୍ଷ ତଳେ ପ୍ରଭୁପାଦ ଗୁରୁସ୍ୱାମୀଙ୍କର ଭେଟ ହେଲା। ସେଇ ଯେଉଁ କେଶବ ନାମଧାରୀ ପିଲାଟିଏ ମାହାଙ୍ଗା ସ୍କୁଲରେ, ମୁଁ ହାଟପଡ଼ାରୁ ତୃତୀୟ ପାସ୍ କରି ଚତୁର୍ଥକୁ ଗଲି। ସେ ସେଇ ମାହାଙ୍ଗା ପ୍ରାଇମେରୀ ସ୍କୁଲରୁ ତୃତୀୟରୁ ପାସ୍ କରି ଚତୁର୍ଥକୁ ଗଲେ। ପ୍ରଥମ ଭେଟ ହେଲା। ପ୍ରଥମ ଭେଟ ହେବାର ଏତେ ସାଙ୍ଗସାଥି ହେଇଗଲୁ। 2 ଜଣ ପିଲା ସିଏ ଆସୁଥିଲେ, ଆମେ ଆଡ଼ୁ 2 ଜଣ ପିଲା ଯାଉଥିଲୁ। ଗୋଟିଏ ଜୀବନାନନ୍ଦ କର, ଆଉ ଗୋଟିଏ ହେଲା ମୁଁ। 2 ଜଣ ସେପଟରୁ ଆସୁଥିଲେ ଛବି ଭାଇ ଏବଂ ଠାକୁର। ଏ 2 ଜଣ ଭାରି ସାଙ୍ଗ ପିଲାଦିନେ। ଆମେ 2 ଜଣ ସାଙ୍ଗ। ସିଏ ବ୍ରାହ୍ମଣ ଘର ପିଲା, ମୁଁ ଖଣ୍ଡାୟତ ଘର ପିଲା, ଆଉ ସିଏ ତ ଠାକୁର ଏବଂ ଛବି ଭାଇ ଜାଣିଛନ୍ତି ସମସ୍ତେ ଆସନ୍ତି। 2 ଜଣ ଆସିଲୁ। 2 ଜଣ ଆସି କିନ୍ତୁ ସମନ୍ୱୟ ହେଲା ମାହାଙ୍ଗା ସ୍କୁଲ ଚତୁର୍ଥ କ୍ଲାସରେ ଗୋଟିଏ ବେଞ୍ଚରେ। ମୁଁ ବସେ ସାଇଡ୍ କୋଟରେ, ମୋ ସାଇଡ୍କି ବସିବେ ଠାକୁରେ, ତା ସାଇଡ୍କି ଜୀବନାକର। ସବା ଶେଷରେ ତାଟି ପାଖରେ ଛବି ଭାଇ ବସନ୍ତି। କାହିଁକି? ଛବି ଭାଇ ଟିକେ ଭଲ ପଢ଼ନ୍ତିନି। ସେ ସବୁବେଳେ ଚିନ୍ତା କରନ୍ତି ମୋତେ ସାର୍ ମାନେ କେମିତି ନ ଦେଖନ୍ତୁ, କାହିଁକି ନା ଲୁଚିକିରି ବସିଯାଆନ୍ତି। କିନ୍ତୁ ଆମର ଦାମସାର ଜଣେ କହରପୁରରୁ ଥିଲେ, ସିଏ ଆଗିଲେ ଖୋଜିବେ, କହିବେ ଛବି ଆସିନି କି, ଛବିକି ଆଗେ ଖୋଜିବେ। କାହିଁକି? ତା ନା ଅନାଦି। ଆଗେ ପ୍ରଶ୍ନଟା ଛବି ଭାଇ ପାଖକୁ ଯିବ, ବୁଝିଲେ ନା? ଛବି ଭାଇ ପାଖକୁ ଯିବ। ଛବି ଭାଇ ଟିକେ ଭଲ ପଢ଼ନ୍ତିନି, ପ୍ରଶ୍ନର ଉତ୍ତର ଦେଇପାରିବେନି। ସାର୍ ତାକୁ ଡାକିକିରି ତା ଚୁଟିକି, ତା ନା ଅନାଦି, ତା ଚୁଟିକି ଏମିତି ଘୁମେଇବେ। ଚତୁର୍ଥ କ୍ଲାସ୍ କଥା ମନେ ଅଛି ଆଜି ବି, 66 ମସିହା କଥା।
ଘୁମେଇବେ ଏମିତି ଏମିତି ଚୁଟିକି ଘୁମେଇ କହିବେ ଅନାଦି ନାମେ ଅନ୍ତ ନାହିଁ ମୁଁ ତାର ଚୁଟିକି ଘୁମାଇ କହିକିରି ଏମିତି 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 ଚୁଟିକି ଘୁମେଇବେ ଆମ ଦାମ ସାର୍। ଇଏ ଗୋଟେ ପାଠପଢ଼ା ଜୀବନର କଥା, ହସିବା କଥା ସବାଇ। କିନ୍ତୁ ସେଇଥିପାଇଁ ପ୍ରାଣ ଭୟ ତାଙ୍କର ଦାମସାର ଆଉ ଦୁଃଖୀ ସଂସାର, କହରପୁରର ଜଣେ ଦାମସାର ଏବଂ ନୃତାଙ୍ଗର ଜଣେ ଦୁଃଖୀ ସଂସାର, ଏ ଦୁଇ ଜଣଙ୍କୁ ଭାରି ଡର ଛବି ଭାଇଙ୍କର। କିନ୍ତୁ ପାଠ ପଢ଼ାରେ ଆଗୁଆ। ଠାକୁର ପାଠପଢ଼ା ଜୀବନରେ ଏତେ ଭଲ ପାଠ ଜଣା ପଡ଼ୁନଥିଲା, ଷ୍ଟାଣ୍ଡାର୍ଡ ତାଙ୍କର ପାଠ ପଢ଼ନ୍ତି। ପାଠ ପଢ଼ାରେ ଯେତେବେଳେ ସିଏ ପହଞ୍ଚିଲେ ଚତୁର୍ଥ କ୍ଲାସରେ ଜାଣିଲୁ ସେ କିଛି ଲେଖାଲେଖି କରୁଛନ୍ତି ମୂଳ ସଂସ୍କୃତରେ। ସାର୍ ମାନେ ଆଲୋଚନା କରନ୍ତି, ସାର୍ ମାନେ ଭଲ ପାଆନ୍ତି, ତାଙ୍କୁ କେବେ ମାରଧର କରନ୍ତିନି ବି। ଆଉ ଭାରି ସୁନ୍ଦର ଡଉଲ ଡାଉଲ ଚେହେରାଟି, ସଫା ଗୋଟିଏ ହାଫ୍ ବାନି ସାର୍ଟ ଏବଂ ଗୋଟିଏ ସଫା ପ୍ୟାଣ୍ଟ ସବୁବେଳେ ପିନ୍ଧିକିରି ସିଏ ଆସନ୍ତି। ସଫା ସୁତୁରା ପିଲାଟି ଦିନେ ଭାରି ସଫା ସୁତୁରା ଆସନ୍ତି। ବସୁ ଚତୁର୍ଥ ପାସ୍ କଲୁ। ଚତୁର୍ଥରେ ସେ ତାଙ୍କର ଷ୍ଟାଣ୍ଡାର୍ଡ ମାର୍କ ରଖିଲେ। ଚତୁର୍ଥରେ ବି ବହୁ ନମ୍ବର ରଖିକିରି ମୁଁ ଚତୁର୍ଥରେ ସେ ଜୀବନରେ କହିବା କଥା ନୁହେଁ ଫାଷ୍ଟ ହେଇଥିଲି। ଫାଷ୍ଟ ହେଲା ପରେ ସାର୍ ମାନେ ଆସିକିରି ଠିଆ କରିକିରି କହିଲେ କିଏ ସେ ପିଲା ଟିକେ ଠିଆ ହେଲ, ଏତେ ଚତୁର୍ଥରେ ନମ୍ବର ରଖିଛ? ଆଚ୍ଛା ଗଲା ଅଙ୍କରେ 100କୁ 100। ଏମିତି ରକମ ପାଠପଢ଼ା ଜୀବନ ଚତୁର୍ଥଟି ଅତିବାହିତ ହେଲେ ପଞ୍ଚମରେ ପହଞ୍ଚିଲୁ। ପଞ୍ଚମରେ ଯେବେ ପହଞ୍ଚିଲୁ, ଇଏ ଗୋଟେ ନୂଆ କଥା ତ ନୂଆ କଥା କହିଛନ୍ତି ପୁରା। ଆଚ୍ଛା ପଞ୍ଚମରେ ଯେତେବେଳେ ପହଞ୍ଚିଲୁ, ସେତେବେଳେ ପଞ୍ଚମର ପାଠ ପଢ଼ି ଯାଇଛୁ, ସେତେବେଳକୁ ହେଇଗଲାଣି ଏପ୍ରିଲ ମାସ। ସେତେବେଳେ ପରୀକ୍ଷା ହେଉଥିଲା ଏପ୍ରିଲ ମାସରେ। ଏବେ ତ ମାର୍ଚ୍ଚରୁ ପରୀକ୍ଷା ହେଇଯାଉଛି। ପଞ୍ଚମରେ ଆମେ ପରୀକ୍ଷା ଦେଲୁ ଏପ୍ରିଲ ମାସରେ। ଏପ୍ରିଲ ମାସରେ ଦେବୁ ବୋଲି ଆମେ ଠାକୁର, ମୁଁ ଆଉ 3 ଜଣ ପିଲା ସିଲେକ୍ସନ ହେଲୁ କଲରସିପ୍ ପରୀକ୍ଷା ଦେବୁ। କଲରସିପ୍ ପାଇଁ ଯିବୁ ପଞ୍ଚମରେ। ପଞ୍ଚମରେ ସେତେବେଳେ କଲରସିପ୍ ପରୀକ୍ଷା ହେଉଥିଲା। କଲରସିପ୍ ଦେବା ପାଇଁ ହେଲା ଆମର ସେଣ୍ଟର ପଡ଼ିଲା ଶୁକ୍ରେଶ୍ୱର। ସେଇ ବେଳର ଗୋଟେ କଥା, ଯେତେବେଳେ ପଞ୍ଚମରେ ପଢ଼ିଥିଲୁ ସକାଳୁଆ ସ୍କୁଲ ହେଇଥାଏ। ଖରାଦିନ ଏପ୍ରିଲ ପହିଲାରୁ ହେଇଯାଏ ସକାଳୁଆ ସ୍କୁଲ। ସକାଳୁଆ ସ୍କୁଲଟେ ହେଇଯାଇଥାଏ। ସେଦିନ ଇଏ ଗୋଟେ ଜୀବନର ମର୍ମନ୍ତୁଦ ଘଟଣା ହେଇଛି ଠାକୁରଙ୍କ ଜୀବନରେ ବି, ପାଠପଢ଼ା ଜୀବନରେ। ସେତିକି ବେଳେ କ'ଣ ହେଇଛି ନା, ଆମ ସେଦିନ ପରୀକ୍ଷା ଆଗକୁ ଅଛି। କୋଚିଂ କ୍ଲାସ୍ ଆମେ ସକାଳୁଆ ସ୍କୁଲ। ଏଇ ସମୟରେ ପ୍ରାର୍ଥନା କରିକିରି ଘରକୁ ଯାଇଛୁ, ଦେଖିଲୁ ଯେ ଜୀବନା କାହିଁ ସେଦିନ ଆସିନି। ଜୀବନାକର କ'ଣ କରିବା, ସେଠୁ ଅନେଇଲୁ କାହିଁକିନା ସାଙ୍ଗ ଭିତରେ ସିଏ ଆସି ଠିକ୍ ସମୟରେ ଜୁଟିଯାଏ। ଆମେ 4 ଜଣ ବେଞ୍ଚକୁ ଗଲୁ, କିନ୍ତୁ ବେଞ୍ଚରେ ଆଉ 3 ଜଣ ଆଉ ଜଣେ ଜୀବନାକୁ ପାଇଲୁନୁ। ଜୀବନା ଆସିନି। ସେଠୁ କଥାବାର୍ତ୍ତା ହେଲୁ। ଠାକୁର, ମୁଁ କହିଲି ଆଜି କାହିଁ ଜୀବନା ଆସିନି। ଏତିକି ଭିତରେ ଠାକୁର କ'ଣ କଲେ, ସେତେବେଳେ ଠାକୁର ତ ନଥିଲେ, କେଶବ ବୋଲି ତ ଡାକୁଥିଲୁ। ସିଏ ଚାଲିଗଲେ ବାହାରକୁ, ଦ୍ୱାର ଆମ ଯେଉଁ କ୍ଲାସ୍ର ଦ୍ୱାର ବନ୍ଧ ପାଖକୁ ଯାଇକିରି ଛିଡ଼ା ହେଲେ। ଦେଖାଗଲା ଯେ ଜୀବନା ସାଡ଼ୁ ଆସୁଛି ଝୁଲି ଝୁଲି, ଟିକେ ଯେମିତି ମୁଣ୍ଡ ଘାଉରିଲା ଭଳି ଆସିକିରି ପହଞ୍ଚିକିରି କ୍ଲାସ୍କୁ ପଶିଛି, ବନ୍ଧ ଡେଇଛି, ଜୀବନା ପଡ଼ିଛି। ଯେତେବେଳେ ପଡ଼ିଗଲା, ବ୍ରାହ୍ମଣ ଘର ପିଲା, ଠାକୁରଙ୍କ ଭଳି ଅବିକଳ ଚେହେରା, କିନ୍ତୁ ଠାକୁର ହେଉଛନ୍ତି ତମ୍ବାଳିଆ ବର୍ଣ୍ଣ। ସେତେବେଳେ ସେଇ ତମ୍ବା ବର୍ଣ୍ଣ, ସେତେବେଳେ କଳା ନଥିଲେ କି ଗୋରା ନଥିଲେ, ଶ୍ୟାମଳ ବି ନଥିଲେ, ତମ୍ବା ବର୍ଣ୍ଣ ଟିକେ। ପିଲାଟି ଦିନରୁ ଭାରି ଡଉଲ ଡାଉଲ। ସେ ପିଲା ବି ବହୁତ ସୁନ୍ଦର ଜୀବନାକର, ବ୍ରାହ୍ମଣ ଘର ପିଲା। ଠିକ୍ ସେ ଠାକୁରଙ୍କ ଉଞ୍ଚ, ଇ କିନ୍ତୁ ଭାରି ସୁନ୍ଦର ଦେଖିବା ପାଇଁ, ଗୋରା ତକ୍ତକ ହେଇକିରି। ସେଠୁ ପଡ଼ିଗଲା, ତାକୁ ଧରିକିରି ଝୁଲିକିରି ନେଇଗଲେ ବେଞ୍ଚକୁ। ବେଞ୍ଚରେ ସେ ଟଳି ପଡ଼ିଲା ଠାକୁରଙ୍କ ଉପରେ। ଠାକୁର ତାକୁ ଧରିଚିନି। ଜୀବନା ଶେଷ, ପ୍ରାଣବାୟୁ ଉଡ଼ି ଯାଇଛି ଜୀବନାର। ଯେତେବେଳେ ପ୍ରାଣବାୟୁ ଉଡ଼ି ଯାଇଛି, ଏ କଥା ଝାଡ଼ା ଫେରି ପକେଇଲା ବି ସାଙ୍ଗେ ସାଙ୍ଗେ। ମୁଁ ଦୌଡ଼ିଗଲି ଅଫିସ୍କି।
ଠାକୁର ଧରିଛନ୍ତି। ମୁଁ ଦୌଡ଼ିଗଲି ଅଫିସ୍କି। ମୁଁ କହିଲି ସାର୍ ଏମିତି ଜୀବନାକର ଆମ ବେଞ୍ଚରେ ଯେଉଁ ବସୁଥିଲା ମୋ ସାଙ୍ଗରେ ଯେଉଁ ପିଲାଟି ଆସେ ସେ କାହିଁ ଏମିତି ପଡ଼ିଗଲା ଏମିତି ହେଲା ପରେ ତାର ଠାକୁର ତାକୁ ଧରିଛନ୍ତି, କେଶବ ତାକୁ ଧରିଛନ୍ତି। ସାର୍ ମାନେ ଆସିଲେ ଦେଖିଦେଲେ ଯେ ଜୀବନ ଆଉ ନାହିଁ, ଜୀବନ କାମ ପ୍ରାଣବାୟୁ ଉଡ଼ି ଯାଇଛି। ହେଲା ତା ଘରକୁ ଖବର କଲେ, ସମସ୍ତେ ଆସି ଦୁଃଖରେ ମ୍ରିୟମାଣ ହୋଇ ସେ ରହୁଥିଲା ଅଜା ଘରେ। ତା ଅଜା ହେଉଛନ୍ତି କେଦାରେଶ୍ୱର ମହାଦେବଙ୍କର ପୂଜକ, ତାଙ୍କ ନାଁ କେଦାର ପଣ୍ଡା। ତାଙ୍କ କେଦାର ସ୍ୱର ଅନୁଯାୟୀ ତାଙ୍କ ନାଁ ହେଉଛି କେଦାର ପଣ୍ଡା। ତେଣୁ କେଦାର ପଣ୍ଡା ଯେଉଁ ପୂଜକ ତାଙ୍କ ଅଜା, ସିଏ ଅଜାଙ୍କ ଘରେ ରହୁଥିଲେ। ତାଙ୍କ ବାପା ହେଉଛନ୍ତି ଚତୁର୍ଭୁଜଙ୍କର ଗୌରପଡ଼ା, ସିଏ ଅଜାଙ୍କ ଘରେ ରହୁଥିଲେ। ଅଜାଙ୍କର କେହି ପୁଅ ଝିଅ ନଥିଲେ, ଇଏ ଝିଅର ପୁଅକୁ ଆଣି ସାନ ପୁଅକୁ ରଖିଥିଲେ। ଚାଲିଗଲେ, ଜୀବନାକୁ ନେଲେ। ଜଣା ପଡ଼ିଲା ଯେ ଜୀବନା ମରିବାର କାରଣ ସେତେବେଳେ ଟାଇଚୁଙ୍ଗ ସମୟ, ଫଲିଡଲ ବିଷ। କ'ଣ ହେଇଛି ସେଦିନ ନା ଗୋଟେ କାଳି ବିଲେଇ, ବଡ଼ କଳା ବିଲେଇ କ'ଣ କରେ ନା ସବୁଦିନେ ସେ ଯେଉଁ କେଦାର ପଣ୍ଡା ତାର ଅଜା ରଖନ୍ତି କ୍ଷୀର କୋଉଠି ଶିକାରେ ରଖନ୍ତି। ଇଏ ଶିକାରେ ଡେଇଁକିରି ଚାଳଘର ଶିକା, ସେ ଚାଳଘର ଶିକାରେ ଡେଇଁକିରି ବି କ୍ଷୀର ବଢ଼ା ପକାଏ, ଭାରି ହଇରାଣ କରେ। ଢାଳି ଢୋଳି ପକେଇବ, ଭାରି ହଇରାଣ କରେ ସେ କଳା ବିଲେଇ। ଯଦି ହଇରାଣ କରି କେଦାରେଶ୍ୱର ମହାଦେବ ପାଖକୁ କ୍ଷୀର ରଖନ୍ତି, ମାରା ହୁଏ ସବୁଦିନ କ୍ଷୀର, ବିରାଡ଼ି ପିଇଲେ। ବୁଢ଼ା ଭାରି ରାଗିଗଲେ। ରାଗି ସେଦିନ କ'ଣ କରିଛିନି ନା ସେ ଯେଉଁ ଶିକା କ୍ଷୀରରେ ଫଲିଡର ମିଶାଇକିରି ବିଷ ଖୋଲା କରି ବଢ଼ାକୁ ରଖିଦେଇଛନ୍ତି। ଇଏ ଆ ପାଇଁ କ୍ଷୀର ଘୋଡ଼େଇଛନ୍ତି କୁଣ୍ଡ ତଳେ। ଜୀବନା ନାତି କିନ୍ତୁ ଏତିକି କରି ସିଏ ମହାଦେବ ମନ୍ଦିରକୁ ଚାଲି ଯାଇଛନ୍ତି। ଆଚ୍ଛା, ଜୀବନା କ'ଣ କରିଛି ଆଉ ଦେଖିଛି, ଯାଇକିରି କ୍ଷୀର କେଉଁଠି ଅଛି, କୁଣ୍ଡ ତଳେ ତା କ୍ଷୀରଟି ଘୋରା ହେଇଛି, ତାକୁ ଆଉ ଜଣା ନାହିଁ। ସ୍ୱୀକାରୁ କ୍ଷୀର ଆଣି ବିଷ ମିଶା କ୍ଷୀର ପିଇକିରି ସେ ସ୍କୁଲକୁ ବାହାରି ଯାଇଛି। ବିରାଡ଼ି ମଧ୍ୟ ଆସି ସେଦିନ ସେ କ୍ଷୀରକୁ ବି ପିଇଛି। ଜୀବନା ଆସି ସ୍କୁଲରେ ପ୍ରାଣତ୍ୟାଗ କରିଛି, ବିରାଡ଼ିଟି ମହାଦେବ ମନ୍ଦିରରେ ପଡ଼ିଯାଇ ପ୍ରାଣତ୍ୟାଗ କରିଛି। ବିରାଡ଼ିର ମୃତ୍ୟୁ, ଜୀବନାର ନାତିର ମଧ୍ୟ ମୃତ୍ୟୁ ହେଇଯାଇଛି। ଏ କଥା କହିବାର କ'ଣ, ଏ କଥା ଗଡ଼ି ଯାଇଛି। ଜୀବନା ଚାଲିଗଲା, ତାକୁ ତ ହେଇଗଲେ ସାଙ୍ଗ, ଜୀବନରୁ ଗୋଟେ ସାଙ୍ଗ କଟିଗଲା, ଭାରି ସାଙ୍ଗ। କିନ୍ତୁ ଗୋଟେ ଆମ 4 ଜଣ ଭିତରୁ ଜଣେ ଗୋଟେ କ୍ଷତି ହେଇଗଲା, ଅପୂରଣୀୟ କ୍ଷତି। ସେ ବେଞ୍ଚ ଆଉ ପୂରଣ କେହି ସପ୍ତମ ଯାକେ ଆଉ କରିପାରିଲେନି। ଆମେ ସେଇ 3 ଜଣ ବସୁ ସେଇ ବେଞ୍ଚରେ। ତେଣୁ 97 ମସିହାରେ ଯେତେବେଳେ ଦର୍ଶନ ଡାଇରୀ ସବୁ ଖେଳେଇ ଆମେ ଦେଖୁ, ଯେତେବେଳେ କୁଶ ଭାଇଙ୍କ ପୁତୁରା ଦର୍ଶନ ଡାଇରୀ ଗୁଡ଼ିକ ଲେଖୁଥିଲେ, ବିଶ୍ୱନାଥ ଭାଇ ପୁଅ, ସେତେବେଳେ ସବୁଦିନ ତ ଆମେ ଡାଇରୀ ଗୁଡ଼ିକ ଦେଖିଦେଉ। 97 ମସିହାର ଡାଇରୀରେ ଆମେ ପାଇଲୁ, ଇଏ ହେଉଛି 1967 ମସିହା କଥା, କିନ୍ତୁ ପାଇଲୁ କେବେ ନା 97 ମସିହାରେ ଦୀର୍ଘ 30 ବର୍ଷ ପରେ ମୁଁ ତାର ଡାଇରୀରେ ପାଇଲି ଯେ ଜୀବନାର ତାର ଯେଉଁ ପୂର୍ବଜନ୍ମର ଫଳ ବା ପୂର୍ବଜନ୍ମରୁ କେମିତି ସିଏ ପରମାର୍ଥ ଜୀବନରେ କର୍ମ କରି ଆସିଥିଲା ତାର ସମସ୍ତ ବିବରଣୀ। ଏବଂ ଇଏ ଗୋଟେ ଅପୂର୍ବ ସୁଯୋଗ ନେଇ ଇଏ ଗୋଟେ ଠାକୁରଙ୍କର ଲୀଳା, ତାକୁ ଜ୍ୟୋତି ଦର୍ଶନ ଡାଇରୀରେ ଜୀବନାନନ୍ଦ କରର ସ୍ପଷ୍ଟୀକରଣ କରାଯାଇଛି। ସେ ଜ୍ୟୋତି ଦର୍ଶନରେ ଯାଇଛି, ଜ୍ୟୋତି ଦର୍ଶନ କରିଛି ଶେଷ ସମୟରେ। ମୁଁ କହିଲି ପ୍ରଭୁ ଇଏ ଜୀବନା କର ନା କ'ଣ କରିବା? ତା ଭିତରେ ବହୁ ସଂସ୍କାର ଠୁଳ ହୋଇକିରି ଥିଲା, ସିଏ ଆମକୁ ପାଇଥିଲା। ତାର ତ ପରମାୟୁ ଭୋଗ ଥିଲା, ଶେଷ ପରମାୟୁ ଭୋଗ। ପରମାୟୁ ଭୋଗରେ ସେ ତ ଆୟୁ ପରମାୟୁ ଭୋଗ ହିସାବ କଲେ ବହୁତ କଥା, ତା ଆମେ ଚାଲିଯିବା ଅନ୍ୟ ଆଡ଼କୁ। ତେଣୁ ତାର ପୂର୍ଣ୍ଣ ପରମାୟୁ ଭୋଗ ହୋଇଯାଇଥିଲା, ସେ ଆମକୁ ପାଇଥିଲା। ତେଣୁ ସିଏ ତ ତାର ସିଏ କର୍ମର ଫଳ ସେଇଭଳି ଗଚ୍ଛିତ ହୋଇକିରି ଥିଲା। ଆଉ ଆମେ ଶେଷ ସମୟରେ କୃପା ତା ଉପରେ ହେଲା, ଦେଇଦେଲୁ ଜ୍ୟୋତି ଦର୍ଶନ ପାଇକିରି ସେ ଚରମ ପ୍ରାପ୍ତି ହେଇଯାଇଛି ଜୀବନାକର। ଇଏ ହେଉଛି ପଞ୍ଚମ କ୍ଲାସ୍ ପାଠର କଥା, ପଞ୍ଚମ କ୍ଲାସ୍ର ଗୋଟିଏ କଥା। ତାପରେ ହେଇଛି ସ୍କଲାରସିପ୍ ପରୀକ୍ଷା। ପଲ୍ଲୀ ସାହି ଗୋଟେ ନୂଆ ଗାଁରେ ପଡ଼ିଛି ଆମର ଭଗବତୀ ବିଦ୍ୟାପୀଠରେ ସ୍କଲାରସିପ୍ ପରୀକ୍ଷା ଦେବୁ। ଆମକୁ ନେଇକି ଯାଇଛନ୍ତି, ଆମେ ରହିଛୁ ସେଠି। ଗୋଟେ ବ୍ରଜବନ୍ଧୁ ଦାସ ଆମର ଶିକ୍ଷକ ଥିଲେ, ବ୍ରଜ ସାର୍, ଯିଏକି ମୋର ଧରମ ବାପା ବୋଲି ସମସ୍ତେ ସ୍କୁଲରେ ଜାଣନ୍ତି, ତ ମୁଁ ତାଙ୍କ ଧରମ ପୁଅ।
तेणु सी कहीं ना मत भल पाती मत नाच आउ गीत जिते कथा केते नाच दंड नाच केला केलुरी नाच केउट केउटुणी नाच आ दशकाठिया पाला से सबू बाटे मत पाठ माने पाठ पढ़ी सरी चारिणिया गोटे एडिक एडिक बिस्कुट पैकेट चारिणा पैसा देवे बिस्कुट मुझे आनी पानी आनी से बिस्कुट रू किसी खाइबे मत 7-8-10 खंड देवे मु खाइबी पानी पीबू नचेबे मत हारमोनियम धरवे नचेबे बोल डाकिक नचेबे नाचबी आ कौन नाचवा गीत बोलवा दशकाठिया पाला सबू गुड़िक सी मो मध्यम तेणु सी भल पाती बहुत सार मैंने भी कहते तो ब्रज सार पुओ हो धरम पुओ हो पुओ तो गला यही भितर घरे ब्रज सार कहले थे भाउज आमको रोषे कर दियंती भारी भल रोषे करती कहले कहले केशव हरिजन बोली कहबनी आम घरे बुझल सार कहले आम घरे बारे तुम कहबनी हरिजन बोली आम कहीं छुआ बेल आम कहीं क्या कौन कहबू से बेलर कथा से बेले जो कलरशिप परीक्षा जाइलु अभिराम परमहंस देव सेठी बलराम पंडा तांकर गोटे घर जो ब्राह्मण घरे आसे से रोते सेतिकी बेले ठाकुर को पुस्तक खंडे दबा ये हूँ से पंचम क्लास कथा बुझिले ताको ये सी 12 रकम बुलाऊँच किंतु सेतिकी बेले आमर अभिराम परमहंस देव देखाई से भगवती विद्यापीठ परीक्षा देवा जाइलु पंचम परीक्षा ये हूँ इतिवृत्ति सप्तम जाके पढ़िलु सप्तम से रहीगले मांगारे मु चलीगली भगवती विद्यापीठ को से कहीं मना कले जे से तो टिके जातिटा को बारण थिला तो सेते जातिर भारी बारण थिला जाति जानीदेवे काले घरे रोचु आम बिछना भल मंद सब व्यवहार करुचु काले जानीदेवे ये हरिजन घर पिला जो ये करती किंतु आम कौन कलु से आमको मिसई दवापाई आम विश्वास करें जो समय ठाकुर सहित कटी जमीती से ब्रज सार घरे आम गोटे थाली खाऊ गोटे जगार खाऊ 5 जन जाक पिला अच्छा गोटे थाली रे जा घर जा आसी चूड़ा भजा मुड़ी जहाँ जलिखिया सब करते आम रोचु से पठे गोटे थाली रे आनब गोटे थाली मिसिक 5 जन जाक बस सन्ध्या खाइबू से समय से जो देचु परीक्षा 5 दिन रहीचु से 5 दिन सबु बेले सांग होकर जो 5 जन पिला 5 जन जाक खाऊ आम भितर जातिआना भावटा सेते बेले नथिला ताकू भी कहीं जानी परिवनी ये सब एमिति पिलाटी जीवन कथा एवं मिलामिशा से समय अतीतबाहित हो गला सप्तम क्लास है 7म क्लास रू बाट भांगिलु मु भगवती विद्यापीठ सी रहीगले मांगा स्कूल ये हूँ 1970 मसीहा 1970 मसीह भगवती विद्यापीठ को मु खसी आसिली सी रहीगले मांगा रहिला परे भगवती विद्यापीठ रे तांकर सेठी पाठ पढ़ा जीवन से विजय सार को पाइले मु विजय सार पाखे पाठ पढ़ीनी कहीं से मैट्रिक रू थे 8म रू मु 7म पास कला बाट भांगी किंतु विजय सार से अति परिचयित थिले मते भल पाउथिले एवं बहु समय सहित मिलामिशा करी विजय सार सहित भल कर सी मत पाठ पढ़ा जीवन रू जानी ये अतिवृत्ति चलीगला 70 मसीहा 70 मसीह दीर्घ 14 वर्ष कटि जाकर पाठपढ़ा जीवन शेष होती मोर पाठपढ़ा जीवन शेष होती भेट होइचु माने केबे ना तार भितर थरे दिथर मु तांको गाँ को जाई सकाळु भोर जाए से जो पवना भाई बापा गंगा भाई सी कौन करती ना काठ हाणती मु गछ हाणिबा काठ हाणिबा थरे दी थर जाइछि मु गला बेलको नीर भाई घर से जो बाट हिरु 2 थर भेट होइछि सकाळु चली गला बेलको मनीष करिया को जाए बिलरु आमर से परशुरामपुर जोठी ठाकुरंकर कोठा से मौजारे अच्छे 2 एकर जमी भी आमर से काम करिया को से पटु आसंती जदि आसंती मु लगे जाए भोर पलै गला 2 थर देखाई नीर भाई घर भेट हो गला से मझी हिड़े ठिया हो खाली गोटे पद कथा से कहती आसुन केते
ସତ କଥା ଆସୁନ କେତେବେଳେ ସମୟ ଅତିବାହିତ ହେଇଗଲା କହନ୍ତି କିନ୍ତୁ ଯେତେବେଳେ ଜ୍ୟୋତିଷଦା ଏବଂ ଠାକୁର ମୁଁ ଗୋଟିଏ କ୍ଲାସ୍ ଜ୍ୟୋତିଷଦା ବି ଆମ ସଙ୍ଗୀତ ପଢୁଥିଲେ ମାଙ୍ଗାରେ ଯେତେବେଳେ ଜ୍ୟୋତିଷଦା ଆସିକରି ଠାକୁରଙ୍କ ପାଖରେ भेट घाट ହେଇଗଲେ ଜ୍ୟୋତିଷଦା ମତେ ବରାବର ସେ ଯାଆନ୍ତି ଠାକୁରଙ୍କ ପାଇଁ ପରିବା ପତ୍ର ଆଣିବା ପାଇଁ ମାଁ ଘାଟକୁ ମୁଁ ଆସେ ମାଁ ଘାଟକୁ ତା ଭିତରେ ସେ କହନ୍ତି କହିଲେ ଧ୍ରୁବ ତମେ ଟିକେ ଚାଲୁନା ଜ୍ୟୋତିଷଦା ଭାରି ମାନ୍ୟତା ଆଉ ଭାରି ଭଦ୍ର ସେ ସାଙ୍ଗ ହେଲେ ବି ତୁ ତାକର ଆମେ ତ ତୁ ତାକର ଭାଷାଗତ ବି ରହେ ନା କିନ୍ତୁ ସିଏ ଭାରି ଭଦ୍ର କିନ୍ତୁ ଧ୍ରୁବ ତମେ ଟିକେ ଚାଲୁନା ଠାକୁରଙ୍କ ପାଖକୁ ଆଉ ସେତେବେଳେ ତ ମିଶିଥିଲେ ଏବେ ଟିକେ ମିଶୁନ କହନ୍ତି ଜ୍ୟୋତିଷଦା ଆଉ ଶ୍ରୀଧର ଭାଇ ହେଲେ ଯେ ସବୁବେଳେ ସିଏ ଟିକେ ସିଏ ସବୁବେଳେ ଆଶ୍ରମକୁ ଆଶ୍ରମ ସେତେବେଳକୁ ଠାକୁର ଛୋଟିଆ ଚାଳ ଘରଟିଏ ଥିଲା ସେଠି ନଥିଲା କାନ୍ଥ ନଥିଲା ଏଇ ଯୋଉ ଚାଳ ଘର ଦେଖିଛନ୍ତି ଜଗନ୍ନାଥ ଠାକୁର ଥିଲେ ଠାକୁର ବସୁଥିଲେ ସେତେବେଳେ କାନ୍ଥ ନଥିଲା ସିଏ ଥିଲା ଅଧା କାନ୍ଥି ଭଳି ଚାରିପଟ ଅଧା କାନ୍ଥି ସେଠି ଠାକୁର ବେଳେ ବେଳେ ବସନ୍ତି ସେଠି ଗାଁ ପିଲାମାନେ ପାଠ ପଢନ୍ତି ଆଉ ସେତେବେଳେ ଗାଁରେ ପାଳି କରି ଠାକୁରଙ୍କୁ ଖାଇବାକୁ ଦିଅନ୍ତି ଇତିବୃତ୍ତି କଥା ସେଠୁ ଜ୍ୟୋତିଷଦା ଥରେ କହିଲେ ଆସୁନ ଠାକୁରଙ୍କ ପାଖକୁ ଥରେ ଆସ ଧୀରେ ଧୀରେ ମ ତାପରେ ସେଇ 84 ମସିହାରେ ମତେ ହେଲା 32 ବର୍ଷ 32 ବର୍ଷରେ ମତେ ବ୍ରେନ୍ ମ୍ୟାଲେରିଆ ହେଲା ଯିବାର ବାଟ ଯୋଉ କହୁଛନ୍ତି କେମିତି ପାଇଲ ମୁଁ ସମସ୍ୟା ମାଧ୍ୟମରେ ପାଇଛି ବ୍ରେନ୍ ମ୍ୟାଲେରିଆ ହେଲା ଦେହଟା ଭଲ ହେଲାନି ଭଲ ହେଇଗଲା ପରେ ବି ମତେ ମୁଁ ଟିକେ ଦୁର୍ବଳ ଲାଗିଲା ମୁଣ୍ଡ ବୁଲାଏ ଦେହ ଟିକେ ଭଲ ରହେ ନା ସବୁବେଳେ ଦୁର୍ବଳ ଲାଗେ ଏଇ ଭିତରେ ମୋ ବୋଉ ଥିଲେ ମୋ ମା କହିଲେ ତୁ ଟିକେ ଯାଉନୁ ସମସ୍ତେ କ'ଣ ଯାଉଛନ୍ତି ଗୁରୁବାରିଆ ସେତେବେଳେ ଗୁରୁବାରିଆ ପୂର୍ଣ୍ଣମୀ ସଂକ୍ରାନ୍ତି ହୁକୁମ ସେଠି ଥିଲା ହୁକୁମ ଯିବେ ବିଭୂତି ନିଜ ସମସ୍ୟା କହିବେ ବିଭୂତି ନେଇକିରି ଆସିବେ ମତେ ନାଜ ମାଡ଼େ କହିଲେ ସେ ସାଙ୍ଗଟା ମୁଁ କେମିତି ଯାଇକି ତାକୁ ମାଗିବି ମୋ ସମସ୍ୟା କଥା କହିବି ଆଚ୍ଛା ଏମିତି ଭିତରେ ଅତି ବାଧ୍ୟରେ ବୋଉ ଯେତେବେଳେ 5 ଥର 10 ଥର ମତେ ଲଗେଇଲା ଗଲି ଯାଇକିରି ପ୍ରଥମ କ'ଣ କରିଛିନି ନା ଜ୍ୟୋତିଷଦା ଫୁଲ ଗଛ ଲଗାଉଛନ୍ତି ଏଇ ଯେଉଁ ଆମର ପାଦୁକା ମଣ୍ଡପ ପୀଠ ହେଇଛି ଜ୍ୟୋତିଷଦା ସେଠି ଫୁଲ ଗଛ ଲଗାଉଛନ୍ତି ପହଞ୍ଚିଲା ପରେ ଜ୍ୟୋତିଷଦା ଦେଖାହେଲେ ଠାକୁର ବସିଛନ୍ତି ସେ ଅଧା କାନ୍ତି ଯେଉଁ ଶେଷ ମୁଣ୍ଡ ପଛପଟ ପଟରେ ସେଠୁ ସମସ୍ତେ ଯାଉଛନ୍ତି ସେଦିନ ଗୁରୁବାର ହେଇଛି ସମସ୍ତେ ଯାଉଛନ୍ତି ସମସ୍ତେ ପ୍ରଣାମ ହେଉଛନ୍ତି ପ୍ରଣାମ ହେଇକିରି ବିଭୂତି ନେଇକିରି ଆସୁଛନ୍ତି କହୁଛନ୍ତି ବିଭୂତି ଆଣୁଛନ୍ତି ଆଉ ସେଠୁ ଜ୍ୟୋତିଷଦା କହିଲେ ଯାଉନ ମୋତେ କହିଲେ ମୁଁ ସେଠୁ କ'ଣ କହିଲେ ମୁଁ କହିଲି ନାଇଁ ମୋତେ ନାଚ ମାରିଲା ମୁଁ କହିଲି ମୋତେ କ'ଣ ପ୍ରଣାମ ହେଉଛି ମୋତେ ତ ପ୍ରଣାମ ହେବାକୁ ପଡ଼ିବ এই ঘরে দেখলে তো প্রণাম হওয়া পড়িব ଆଉ ନାଜ ମାରିଲା ମୁଁ ସେଠୁ ସେଦିନ ପଳେଇ ଆସିଲି ସେଦିନ ଆଉ ଦେଖା କଲିନି ତାଙ୍କୁ ଦେଖା କଲିନି ପଳେଇ ଆସିଲି ଆଉ ଥରେ ମନ ଲାଗିଛି ଫେରେ ଗଲି ମୁଁ କହିଲି ଦେଖିବା ଆଜି ଗଲି ଗଲାବେଳକୁ ଆଶ୍ରମରେ ଖୋଜିଲି ନାହାନ୍ତି ବସିଚିନି କୋଉଠି ବୁଝିଦେଲି ଯେ 4ଟା ବେଳିଆ ହେଇଛି ନନ୍ଦ ଖରାଦିନ ସେଇ 84 ମସିହା ବାଉଁଶ ବୁଦା ବେଳେ ଯୋଉ ନନ୍ଦ ଭାଇ ଘର ବାଉଁଶ ବୁଦା ମୂଳ ସେ କଣ ମୁଣ୍ଡ ଖୁଣ୍ଟୁକୁ ଆଉଜିକିରି ଚଟେଇ ଖଣ୍ଡେ ପକେଇ ବସିଚିନି ଚଟେଇ ଚେୟାର ବି ସେତେବେଳେ ନଥିଲା ଚଟେଇ ଖଣ୍ଡେ ପକେଇ ବସିଚିନି ଚାଲିଗଲି ଯେତେବେଳେ କେଶବ ଭାଇ ଘର ପାଖରୁ ଏ ଲକ୍ଷ୍ମୀ ମନ୍ଦିର ଆଡ଼କୁ ବାହାରି ଗଲି ସାମ୍ନା ସାମ୍ନି ହେଇଗଲେ ଆଉ ତ ଆଭଏଡ୍ କରିବା ବା ତାଙ୍କୁ ଦୂରେଇକିରି ଲୁଚିକିରି ରହିବା ଯିବା ଆଉ ଉପାୟ ନାହିଁ ଗଲା ପରେ ପ୍ରଣାମଟିଏ ହେଲି ବାଧ୍ୟ ପ୍ରଣାମଟି ହେବାକୁ ବାଧ୍ୟ ଆଉ ପ୍ରଣାମଟିଏ ହେଲି ହେଇକିରି ଇତିବୃତ୍ତି ନିଜ କଥା କହି ସୁର ଭାଇ ଆଜି ବାଧ୍ୟ କରି ମୋତେ ସେଠି କହିକିରି ଆସିଲେ ଯେ ଟିକେ ଆପଣ ଠାକୁରଙ୍କୁ ପାଇବାଟା କହିବେ ପାଇଛି ତ ବହୁତ ଦିନଠୁ ତା ମଝିରେ ଗାଁ ଦୂରତା ହେଇଯାଇଛି ସେଠୁ ପ୍ରଣାମଟିଏ ହେଲି ଠାରି ଦେଲେ ନଡ଼ିଆ ଚଟେଇ ଖଣ୍ଡେ ସେ ନନ୍ଦ ଭାଇ ଘର ପିଣ୍ଡାକୁ ମଝି ପିଣ୍ଡାକୁ ପଡ଼ିଛି କହିଲେ ବସୁନ ବସିଲି ସେଠୁ କହିଲେ ଟିକେ ଆସୁନା କେତେବେଳେ ଅନ୍ୟ ବେଳେ ଆସୁନ ସେଇ ଗୋଟିଏ ଶବ୍ଦ ଯେ ଆସୁନ ଅନ୍ୟ ବେଳେ ଆସୁନ ସେଠୁ କହିଲେ ଆଚ୍ଛା ହଉ ସେ ସେଇ ଶବ୍ଦଟାର ବା ତାଙ୍କର ଇଙ୍ଗିତର ଯାହା ସେ ଥରେ କହିଛନ୍ତି କେଶବ କୈବଲ୍ୟ କଣିକାରେ ବି ସେ ବାହାରିଛନ୍ତି
ये जो मिलामिशा पर थे कही आमर टिके इंगित पतिए कथा टिके हस आउ टिके आक्षेप तुमको किणी नब से कहते भाव भितर जे टिके इंगित आम टिके इंगित तब से अठाटी लगे आकर्षण पदिए कथा कहीदेव से आकर्षण तुम आकर्षित हो पलि आस तुम संभाल हो पार निजक अटकई पारनी तांकर ये अच्छे तुम्हें समस्ते आज जिते भाई माने बांधी होइछे कौन तांकठू पाइछे कौन पाइछे कौन से टिके आकर्षण जुआड़ू हेले पदिए कथा नले टिके हस नले टिके इंगित जुआड़ू हेले तो टिके पाइकरी आमे से अठा लागिछे ना तांकर भावर अठा से भावर अठा लागिछे ना आम भाव अठारे आज बांधी होइछे ना समस्ते से कोथरे बांधीछे नी आमको भावरे बांधीछे बा तेणु से कथाटी लगिगला संध्या बेले गलु बसिलु बसिकी सेते बेले ज्योतिषदा आज जो आमर बाहर जिज्ञासा जिज्ञासु ज्योतिषदा कुश भाई प्रश्न करती ज्योतिषदा राइटर लेखती एवं ताकू आमे सबू सेते बेले ए पुरुषोत्तम भाई आसी पहुंची गले पुरुषोत्तम भाई बसंती मु बसे आमे 5-7 जन भितर गाँ रू किए के बसिले बसिले चलिला आलोचना चक्र भितर चलिला जो शास्त्रर जुग मीमांसार जो कथा गुड़िक जो भक्त मानकर मीमांसा जेतेबेले तांको सहित आलोचना हैला सेतेबेले कौन है ना मन लगिला आउ जेते काम थाउ काम सरिले चलिलु आश्रम चलिलु संध्या बेले आउ सबुदिन जहाँ आलोचना है डायरी नहीं आसबू ज्योतिषदा हैंड राइटिंग भारी सुंदर से लिखती से डायरी मूल डायरी कुश भाई पाखे सबू अच्छी तेणु से डायरी आनी आमे गोटे डायरी भी सब लिखि पकाऊ से दिन आलोचना लेखा लेखि चलला डायरी से लगिला मन चुंबक से लगिगला आउ अधिक साकू जीवा ना तेणु तांकू ये जीवन लक्ष्य भितर पाइबा आज जो पर्यंत नहीं आसी किंतु सब से गोटे कथा कहती ध्रुव तमें पाठपढ़ा जीवन में जी खोला मो सहित जी मिसी जी अंतरंग थिल तुम्हें टिके सही भाव को पलि जाऊना से मोठो चाहती से पाठपढ़ा जीवन से संपर्क से मिलामिशा से हस खुशी से भाया अंतर खोल कथा सब बेले चाहती किंतु आउ हो पारानी आउ जो कथा एते तारतम्य होगला जो आम पाइगलु तांको भितर जो महान व्यक्तित्व रो परिचय पाइगलु आउ तांको संगे सेतिके खोलारे आमे मिसी पारलुनु एई गोटा हला आम भितर केमिति मिसिबु मुगल नाही आउ हबनी प्रभु आउ हबनी आउ पाठपढ़ा जीवन जो पछुक आउ फेरी पारिबेनी मु पछुक फेरी खोलिबा तथापि से बहुत भाव देइचंती निजे खाइबे मते बढ़ाई देबे जदि बेटाइम रे दिनकर गोटे भाई आनिले मीठा पहुँचले भल नरम मीठा बढ़िया मीठा है हेटु सी चलीगले दर्शन सारी कहले खोलिल कौन मीठा खोली कहले से थाली आण थालिया जाली हेटु गोटे खाइबे गोटे मुझे धोइली कहली ना ना तुम खाऊ ना से 12टी जाक मीठा उठते सी 6टी खाइले मत 6टी देदेले मु 6टी से बस खाइली अईठा हाथ अच्छी से मीठा खाइबा अवस्था कहले पानी दौन सुरेरु सेठू मु गली हाथ धोई ना ना कहले तुम से दौ तुम दियो सेठू मु बाँ हाथ में गिलास धरी डाण हाथ में गरई नहीं बाँ हाथ में पानी देली सी केमिति भावटा आम ठारू चाहूले आमिति भाव आम ये माने गुरु शिष्य भाव तो आम जापारानी गुरु शिष्य भाव भितर से आमको नहीं ना से चाहूले तुम्हें जमीती तुम घरे स्त्री की जमती तुम पुओ को झील को जमती तुम संसार टी तुम आत्मीय स्वजन को तुम्हें भल पाउच तुम्हें मत सब भावटा थिला तुम्हें से भाव मत ग्रहण कर जाऊना आमे कौन कले दूरे आसिले अच्छा सुर भाई यही मो कथा वस्तु आउ तो अनेक जीवन कथा रहा कौन मुझे पाइली से समय बा सी कौन मत देले केमिति रकम मोर 15-16 घंटा 12-14 वर्ष काल कटिगला तार भितर तो बहुत कथा कहवानी किंतु गोटे कथा ये मोर प्रश्न मोर सुर भाई
जो सुर भाई मत कही कथाटी कहवाई आमे तो पाइले आमे पाइले अच्छा कतिके गले पाखक जाई आमे लक्ष्य एक गोटे लक्ष्य नहीं करी आमे गले जो लक्ष्य नेले सी आमर पूरण करदेले पूरण करना सी आमर पूरण करदेले अच्छा कहले आमे तांको काम आम काम लगेइबा ना तांको काम रे आमे लागिबा ए दुईटा कथा तांको पाइले सहजरे से हमको धरा दे देले सहजरे धरा दे देले नि कि जने कहले थरे कहले तमे मते जुग पुरुष गुरु साधु संत छाड़ी माने छाड़ी दियो तुम्हें भगवान कौच अवतार अवतारी कौच ताको सब छाड़ जने साधु सन्थ मन कर जने साधु सन्थ पाखे बसवा साधु सन्थ को ग्रहण करवा साधु सन्थ को पाइबा ये कौन छोटिया कथा संस्कार नथले कई कौन पाए आमे ताको पाइले आमे ताको पाइले पाइले माने कौन सी धरा देले आमको आमे चाहिए चाही नथिले से मु पचारि थी थरे मु कहली काहे कि आपण ए समय आसिले ए केते जुग परे से थरे ए कथारु पडु पडु कहले कहले आमे तो केबे पचार माने 19 ये केते परे कहले 2002 मसिया रे कहले तमे तो बहुत दिन मिसिलनी आज कि 66 मसिया रु आसिकरी 36 वर्ष से तलगु मिसिलिनी 36 वर्ष परे से पचारुचनी तमे मते केमिति ग्रहण करूछ कौन ग्रहण करूछ बोली तुमे मते भाबुछ समस्त तो मते कृष्ण राम कलिके अवतार अवतारी सजई पूर्व श्रुति की नहीं पूर्व शास्त्र को नहीं समस्त मते आलोचना समीक्षा करूचनी भजन लिखुचनी बोलुचनी तुमे कौन केमिति करूछ मुगले केमिति करिवो टिके आपण कहूना ना आमे सर्वव्यापक तांको मुहरे मुगले आपण निज मुहरे कहतु गो आगे आपण किए ना आमे सर्वव्यापक एमती कहले आमे सर्वव्यापक मु कहली बुझी पारनी प्रभु सर्वव्यापक मु शब्दटा बुझी पारनी सर्वव्यापक माने ना आमे हैं चैतन्य आमे हैं गुरु आमे हैं पिता मु कहली केमिति ना भगवान अनेक भगवान सृष्टि की आसी जीशु भगवान मोहम्मद भगवान जो माने धर्मगुरु आसिले तांको शिष्य अनुगत माने कहले तांको भगवान बुद्ध भगवान जीशु भगवान समस्त भगवान ठाकुर अनुकूल चंद्र को तांको शिष्य माने भी भगवान कहले आज साई राम को भी तांको शिष्य माने भगवान कहउचंती साई भगवान किंतु ये भगवान अनेक किंतु पिताजी जणे चैतन्य जणे गुरु एक ए गुरु शब्द एक जिते बड़े सदगुरु नागी गला जगत गुरु नागी गला धर्मगुरु नागी गला से जिते बड़े गुरु अंग लागी गला सेते बड़े मंडलीय से माने मंडलीय बुझाई देले से माने मंडलीय किंतु आमे निजे आसीछु निजे गुरु आसी अछु परिचय देलु अशेष कोटि कहले तुम कोन जानि पारु न एते पादुका कोन कहि देई परिबे आज जो पाद मु बढ़ाई देछि एते पाद कहि देई परिबे ना ये तांको श्रीमुखर कथा एते पाद कहि बढ़ाई देई परिबेनी आज अशेष कोटि पादुका जगते थापिलु आज कोटि कोटि पादुका आमे जगत को आज बढ़ाई देछु तेणु आज सी आसीथिले एक माने से ही पिता से ही सर्वव्यापक चैतन्य अप्रकटरे चैतन्य से ही सब जीव भितर गुरु गुरु भूमिका अवतीर्ण होती आज निजे से देह धरी नरंग नरतनु धरी आसीथिले से कहले जे जो नरतनुटी आमे धरिकरी आसीचु ए नरतनु आमर सेई 2 मसिया रे कहले जे नोई नरतनु अछि अव्यक्तरे कहले ए नरतनु एई देह ना एई देह अछि कहले ताले आमे रूपांतरित होई आसीचु ए तनुटे न रूपांतरित होता आसी पंचभूत से लिखिंट जननी जठर जरायु रे जननी जठर रे आमे नाटक संरचना कलु सी वास्तव को वास्तव से आसी ना नाटक संरचना कलु पंचभूतर आश्रय नेलु पंचभूत रे देह आसिला कोटे जननी जठर रे आमे आसिलो सीधा
ये तांको जन्म रहस्य खोली देइथिले सेई दिन सेई कथारे। तेणु आज आसीथिले जी से जणे गोटिए सी केबे पर्यंत आसी नथिले कि आउ केबे आसीबे भी ता भी ठीक नाही। तेणु से कहीदेले से दिन जे आमे आसीचु निजे निजे आसीचु गुरु